ବନ୍ଧୁଗଣ, ଆଜି ଆମେ କଥା ହେବାକୁ ଯାଉଛେ ସମୁଦ୍ରରେ ଦେଖାଯାଉଥିବା 5ଟି ଜଳପରୀ ବିଷୟରେ। ଜଳପରୀ ହେଉଛି ଏମିତି ଏକ ପ୍ରାଣୀ ଯାହାର ଅଧା ଶରୀର ମଣିଷ ଆଉ ଅଧା ଶରୀର ମାଛର ହୋଇଥାଏ। ଆପଣମାନେ ଏ ବିଷୟରେ କାହାଣୀ ବା ସିନେମାରେ ନିହାତି ଶୁଣିଥିବେ, କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ଏମାନେ ସତରେ ଅଛନ୍ତି କି ନାହାନ୍ତି? ଦୁନିଆରେ ଏମିତି ବହୁତ ମଣିଷ ଅଛନ୍ତି ଯେଉଁମାନେ ସମୁଦ୍ରର ଜଳପରୀଙ୍କୁ ଦେଖିଥିବାର ଜୋର ଦେଇ କୁହନ୍ତି। କେତେ ଲୋକ ଏମିତି ମଧ୍ୟ ଅଛନ୍ତି ମୋବାଇଲ କ୍ୟାମେରାରେ ରେକର୍ଡ କରିଛନ୍ତି। କେହି କୁହନ୍ତି 3000 ଫୁଟ ଗଭୀର ଜଳରେ ସେମାନେ ଜଳପରୀକୁ ଦେଖିଛନ୍ତି। କେହି ସମୁଦ୍ରର କୂଳରେ ତ କେହି ସମୁଦ୍ରର ମଝିଆ ମଝିରେ। କିନ୍ତୁ ପ୍ରଶ୍ନ ଉଠୁଛି ମନରେ, କ'ଣ ସତରେ ଜଳପରୀମାନେ ଅଛନ୍ତି, ନା କେବଳ କାହାଣୀ ସିନେମା ମଧ୍ୟରେ ସୀମିତ? ଆଜି ଆପଣମାନଙ୍କୁ ମୁଁ ଏମିତି 5ଟି ରହସ୍ୟମୟୀ ଘଟଣା ବିଷୟରେ କହିବି ଯାହାକୁ ଲୋକମାନେ ଜଳପରୀକୁ ଦେଖିବାର ଜୋର ଦେଇ କୁହନ୍ତି। ତେବେ ବନ୍ଧୁଗଣ, ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଏବେ ଚାଲନ୍ତୁ ଆରମ୍ଭ କରିବା ଆଜିର କାହାଣୀ। ନମ୍ବର 1। ଏ ଘଟଣା 27 ମେ 2013ରେ ଇସ୍ରାଏଲ ସୋମନା ସହର ସମୁଦ୍ର ନିକଟରେ ସାଧାରଣ ପାଣିକୂଳ ଅଞ୍ଚଳରେ ଘଟିଥିଲା। ସେଦିନ କିଛି ପର୍ଯ୍ୟଟକ ସମୁଦ୍ର କୂଳକୁ ବୁଲିବାକୁ ଆସିଥିଲେ। ଜଣେ ପର୍ଯ୍ୟଟକ ତାଙ୍କ ମୋବାଇଲ ଫୋନରେ କିଛି ଅଦ୍ଭୁତ ଦେଖିଲେ। ଦେଖିବା ପରକ୍ଷଣରେ ତାକୁ ରେକର୍ଡ କରିବା ଆରମ୍ଭ କରିଦେଲେ। ଏ ଦୃଶ୍ୟ ହେଉଛି ସେହି ସମୟର ଥିଲା ଯେତେବେଳେ ଗୋଟେ ପଥର ଉପରେ ଏକ ରହସ୍ୟମୟୀ ଆକୃତି ବସିଥିଲା, ଯାହା ପ୍ରଥମ ଦେଖାରେ ମଣିଷ ପରି ଦେଖାଯାଉଥିଲା, କିନ୍ତୁ ଦୂରରୁ ଦେଖିଲେ ଏହା ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ଦେଖାଯାଉନଥିଲା। ଯେତେବେଳେ ପର୍ଯ୍ୟଟକ ଏ ଆକୃତିକୁ ଦେଖିଲେ, ତାଙ୍କ ମୋବାଇଲକୁ ଜୁମ୍ କରି ରେକର୍ଡ କରିଲେ। ଯେତେବେଳେ କ୍ୟାମେରା ଜୁମ୍ କରାଗଲା, ସେତେବେଳେ ଏହା ସ୍ପଷ୍ଟ ହେଲା ଯେ ଏ କୌଣସି ମଣିଷ ନୁହେଁ, ବରଂ ଜଳପରୀ ଯେମିତି ଆକୃତି ଥିଲା, ଯାହା ତାହାର ତଳ ଅଂଶ ମାଛ ପରି ଲାଞ୍ଜ ଥିଲା। ତା ଛଡ଼ା ଏ ଆକୃତି ବହୁତ ଅଦ୍ଭୁତ ଭଳି ବସି ରହିଥିଲା। ତାକୁ ଦେଖିକି ପର୍ଯ୍ୟଟକ ଆଉ ଆଖପାଖର ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଧୀରେ ଧୀରେ ଯେତେବେଳେ ଜଳପରୀକୁ ଧ୍ୟାନ ଦେଇ ଦେଖୁଥିଲେ, ଆଉ କିଛି ଲୋକମାନେ ତ ତାଙ୍କ ଆଖିରେ ଚିହ୍ନିବା ପାଇଁ ଚେଷ୍ଟା ମଧ୍ୟ କରୁଥିଲେ। ଯେମିତି ଆହୁରି ଲୋକମାନେ ଆଖପାଖକୁ ଆସିଲେ, ଅଧିକ ଶବ୍ଦରେ ହୋ ହଲ୍ଲା କରିବାକୁ ଆରମ୍ଭ କଲେ, ଜଳପରୀ ଅନୁଭବ କଲା ଯେ ଲୋକମାନେ ତାକୁ ଦେଖୁଛନ୍ତି। ତାପରେ ଜଳପରୀ ଜଲ୍ଦି ପାଣିକୁ ଡେଇଁ ପଡ଼ିଲା, କୁଆଡ଼େ ଗାୟବ ହୋଇଗଲା। ଏସବୁ ଦୃଶ୍ୟ ବାସ୍ କିଛି ସେକେଣ୍ଡ ଭିତରେ ହୋଇଗଲା। ଆଉ ଜଳପରୀ ବି ହଠାତ୍ ପାଣି ଭିତରକୁ ଡେଇଁବା ପରେ ସବୁ ଲୋକମାନେ ଅସ୍ତବ୍ୟସ୍ତ ହୋଇଗଲେ। ଏ ଭିଡ଼ିଓ ତୁରନ୍ତ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଗଲା। ଆଉ ଲୋକମାନେ ଏ ଅସଲି ଜଳପରୀ ସାକ୍ଷାତକାର ମାନିନେଲେ। ମାନୁଛି କି କିଛି ଲୋକ ଏହାକୁ କେବଳ ତାଙ୍କର ଭ୍ରମ ବୋଲି ଭାବିଲେ। ସମୁଦ୍ରର କିଛି ଅନ୍ୟ ଜୀବ ଭ୍ରମଚିତ୍ର ଭାବୁଥିଲେ। ସୋମନା ସହରର ସମୁଦ୍ର ଅଞ୍ଚଳରେ ପ୍ରଥମେ ବି ଜଳପରୀକୁ ଦେଖିବାର ସେଠାର ସାକ୍ଷୀ ଥିଲେ। ସେଥିପାଇଁ ଏ ଭିଡ଼ିଓ ପୁଣି ଥରେ ଜଳପରୀ ଅସ୍ତିତ୍ୱ ଯୁକ୍ତିକୁ ପୁଣି ଥରେ ତାଜା କରିଦେଲା। ନମ୍ବର 2। ଏ ଘଟଣା 2007ରେ ଗ୍ରୀନଲ୍ୟାଣ୍ଡ ପାଣିକୂଳ ଅଞ୍ଚଳରେ 3000 ଫୁଟ ଗଭୀର ପାଣିରେ ଘଟିଥିଲା। ଗୋଟେ ନାବିକ ଦଳ ସମୁଦ୍ର ଜୀବମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସମୁଦ୍ରର ବନ୍ୟଜୀବୀ ଜଳ ଅଞ୍ଚଳକୁ ଓହ୍ଲାଇଥିଲେ। ଯେମିତି ଗଭୀର ପାଣି ଭିତରକୁ ଗଲେ ସେମାନେ ହଠାତ୍ ଏକ ରହସ୍ୟମୟୀ ଶବ୍ଦ ଶୁଣିଲେ, ଯେମିତି କାହାର ଚିଲେଇକି ଗୀତ ଗାଇବା ପରି ଲାଗୁଥିଲା। କିନ୍ତୁ ଏଠି ଶବ୍ଦ ବହୁତ ଅଦ୍ଭୁତ ଓ ଅସ୍ପଷ୍ଟ ଥିଲା। ଏ ଶବ୍ଦ ଗଭୀର ପାଣି ଭିତରୁ ଆସୁଥିଲା। ଟିମ୍ର ପ୍ରତ୍ୟେକ ସଦସ୍ୟ ଆଶ୍ଚର୍ଯ୍ୟ ଥିଲେ କି ଏଠି ଏ ଶବ୍ଦ କୋଉ ସ୍ରୋତରୁ ଆସୁଛି। ଏ ଶବ୍ଦ ଭଲ ଭାବରେ ଶୁଣିଲା ପରେ ଟିମ୍ର ସଦସ୍ୟମାନେ ତାଙ୍କ ମୋବାଇଲ ଫୋନ ବାହାର କରି ରେକର୍ଡ କରିବା ଆରମ୍ଭ କରିଦେଲେ। ଠିକ୍ ସେତିକି ବେଳେ ଗୋଟେ ଅଦ୍ଭୁତ ଘଟଣା ଘଟିଲା। ହଠାତ୍ କ୍ୟାମେରା ଆଗକୁ ଗୋଟେ ହାତ ଆସିଲା। ସେ କାଚକୁ ଛୁଇଁବା ପାଇଁ ଚେଷ୍ଟା କରୁଥିଲା। ଏ ହାତ ମଣିଷ ପରି ହାତ ଦେଖାଯାଉଥିଲା, କିନ୍ତୁ ତା ସହିତ କିଛି ଅଦ୍ଭୁତ ଥିଲା। ଏ ହାତ ଜଳପରୀ ଭଳି ହାତ ଥିଲା, ଯାହା ଆଙ୍ଗୁଠି ସାରା ଚମଡ଼ା ପରଦା ପରି ଥିଲା, ଆଉ ହାତର ଆକାର ବହୁତ ଅଦ୍ଭୁତ ଥିଲା। ଏ ଦୃଶ୍ୟ କିଛି ସେକେଣ୍ଡ ଭିତରେ ଘଟିଥିଲା।
ସେତେବେଳେ ଟିମ୍ର ସଦସ୍ୟ ଯେତେବେଳେ ଧ୍ୟାନ ଦେଲେ ସେତେବେଳକୁ ହାତ ହଠାତ୍ କୁଆଡ଼େ ଶୂନ୍ୟ ହୋଇଗଲା। ଯେତେବେଳେ ସେ ଆଇନାରେ ଧକ୍କା ଦେଲା, ଯେତେବେଳେ ଟିମ୍ ଭିଡ଼ିଓକୁ ଜୁମ୍ କରି ଦେଖିଲେ ସେତେବେଳେ ତାକୁ ଏହା ଅନୁଭବ ହେଲା ଯେ ଏ ହାତ ମଣିଷ ପରି ହାତ ଥିଲା, କିନ୍ତୁ ଜଳପରି ଭଳି ବିଚିତ୍ର ବି ଥିଲା। ଏ ଦୃଶ୍ୟ ବହୁତ ରହସ୍ୟମୟ ଥିଲା, କାରଣ ଏ ହାତ 3000 ଫୁଟ ତଳ ପାଣିରେ ଆସିଥିଲା। ଏ ପ୍ରଶ୍ନ ଆସୁଛି, କିଏ ଏ ଗଭୀର ପାଣି ଭିତରେ କେଉଁ ପ୍ରକାରର ଜୀବ ହାତ ହୋଇଥିବ? କ'ଣ ଏ ହାତ ଜଳପରୀର ଥିଲା, ନା ଆଉ କିଛି ଅଜଣା ସମୁଦ୍ର ଜୀବର ହାତ ଥିଲା? ଏ ଘଟଣା ଏତେ ରହସ୍ୟମୟୀ ଆଉ ଭୟଭୀତ ଥିଲା ଯେ ଏହାକୁ ଦେଖିକି ଟିମ୍ର ପ୍ରତ୍ୟେକ ସଦସ୍ୟ ଚମକି ପଡ଼ିଲେ। ପରେ ଯେତେବେଳେ ଏ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା, ସେତେବେଳେ ଏହାକୁ ବହୁତ ଟିଭି ଶୋ ବାଲା ଜଳପରୀକୁ ସାକ୍ଷାତକାର ରୂପରେ ଦେଖାଇଲେ, ଆଉ ଏହାକୁ ଯୁକ୍ତି ବିଷୟ ହୋଇଗଲା। କ'ଣ ସତରେ ଏହା ଜଳପରୀର ହାତ ଥିଲା, ନା ଆଉ କୌଣସି ସମୁଦ୍ର ଗଭୀର ଜଳ ଭିତର ଲୁଚି ରହିଥିବା ଜୀବ ହାତ ଥିଲା? ଏ ପ୍ରଶ୍ନ ଆଜି ବି ଅନୁଚିତ୍ରିତ ଅଛି। ନମ୍ବର 3, ଏ ଘଟଣା 12 ଅକ୍ଟୋବର 2007କୁ ଅଷ୍ଟ୍ରେଲିଆ ବିଶ୍ୱର ସବୁଠାରୁ ବଡ଼ ପ୍ରବଳ ରିଫ୍ ପାଖରେ ହୋଇଥିଲା। ଜଣେ ବ୍ୟକ୍ତି ସମୁଦ୍ର ଭିତରକୁ ଡେଇଁ ତା ପାଖରେ ସୁନ୍ଦର ଦୃଶ୍ୟକୁ ଅନୁଭବ କରୁଥିଲେ। ଚାରିଆଡ଼େ ରଙ୍ଗ ବେରଙ୍ଗର ମାଛ ପହଁରୁଥିଲେ, ଆଉ ପାଣି ଭିତରେ ବହୁତ ଶାନ୍ତ ଆନନ୍ଦରେ ଡୁବିଯିବା ଭଳି ଥିଲା। ଠିକ୍ ସେତିକି ବେଳେ ସେ ବ୍ୟକ୍ତିର ହଠାତ୍ ନଜର ଗୋଟେ ଜାଗା ଉପରକୁ ପଡ଼ିଲା। ଅଳ୍ପ ଧୂଆଁଳିଆ ଆକୃତି ତା ଆଡ଼କୁ ଆସୁଛି। ଯେମିତି ତା ପାଖକୁ ଆସିଲା, ତା ମୁହଁ ଆକାରର ସ୍ପଷ୍ଟ ହେବାକୁ ଲାଗିଲା। ଏ କୌଣସି ସାଧାରଣ ସମୁଦ୍ରର ଜୀବ ନଥିଲା, ଏ ଗୋଟେ ଜଳପରୀ ଥିଲା। ଏ ବହୁ ଧୀର ଗତିରେ ପାଣି ଭିତରେ ପହଁରୁଥିଲା। ସିଧା ସେହି ବ୍ୟକ୍ତିକୁ ଠିକ୍ ସାମ୍ନାର ଉପର ଆଡ଼କୁ ପହଁରିକି ଗଲା। ଜଳପରୀର ଆକାର କିଛି ସାମାନ୍ୟ ମଣିଷର ଆକାର ଠାରୁ ବଡ଼ ଥିଲା, ଆଉ ତା ଶରୀର ପାଣି ଭିତରେ ବହୁ ସୁନ୍ଦରତା ସହିତ ହଲୁଥିଲା। ଭିଡ଼ିଓରେ ଏ ଜଳପରୀର ଏକଦମ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଏ ଭିଡ଼ିଓ ଇଣ୍ଟରନେଟ୍ରେ ବହୁତ ଜୋରରେ ଭାଇରାଲ ହୋଇଗଲା, ଆଉ ଲୋକଙ୍କ ମଧ୍ୟରେ ଯୁକ୍ତି ଛାଡ଼ି ଦେଇଗଲା। କ'ଣ ଏ ସତସତିକା ପ୍ରଥମ ଥର କ୍ୟାମେରାରେ ରେକର୍ଡ ହୋଇଥିବା ଅସଲି ଜଳପରୀ ଥିଲା? ଏ ଭିଡ଼ିଓ ଏ ପର୍ଯ୍ୟନ୍ତ ସ୍ପଷ୍ଟ ପାଖରୁ ରେକର୍ଡ ହୋଇଥିବା ଜଳପରୀର ଦୃଶ୍ୟ ମାନାଯାଏ। ଏଥିରେ ଜଳପରୀକୁ ଭଲ ଭାବରେ ଦେଖାଯାଇପାରିଛି। ଏହାର ଗତି ମଧ୍ୟ ବାସ୍ତବରେ ସମୁଦ୍ର ଜୀବ ପରି ଲାଗେ। ଆପଣମାନଙ୍କୁ କ'ଣ ଲାଗୁଛି? କ'ଣ ଏ ମଣିଷମାନଙ୍କ ପାଇଁ ଜଳପରୀର ସମ୍ପୂର୍ଣ୍ଣ ସ୍ପଷ୍ଟତା ପ୍ରଥମ ଥର ପାଇଁ ଥିଲା? ଆପଣମାନଙ୍କ ମତାମତ ନିଶ୍ଚୟ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ନମ୍ବର 4, ଏ ଘଟଣା 20 ଅକ୍ଟୋବର 2013ରେ ଯେତେବେଳେ କିଛି ଜର୍ମାନୀର ପର୍ଯ୍ୟଟକ ସ୍ପେନର ଏକ ପ୍ରସିଦ୍ଧ ସମୁଦ୍ରୀୟ ଦ୍ୱୀପକୁ ଯାଇ ସେଠାକ ଦୃଶ୍ୟର ଆନନ୍ଦ ନେଉଥିଲେ। ସେତେବେଳେ ତାଙ୍କ କ୍ୟାମେରାର ସମୁଦ୍ରର ଏତେ ମନଲୋଭା ଦୃଶ୍ୟକୁ ରେକର୍ଡ କରୁଥିଲେ। ଠିକ୍ ସେତିକି ବେଳେ ହଠାତ୍ ତାଙ୍କ ଭିତରୁ ଜଣେ ଯାତ୍ରୀ ତାଙ୍କ କ୍ୟାମେରାକୁ ଗୋଟେ ଦ୍ୱୀପ ଆଡ଼କୁ ବୁଲାଉଥିଲେ। ସେଠି ତାଙ୍କୁ କିଛି ଅଦ୍ଭୁତ ଦେଖାଗଲା। ଗୋଟିଏ ନୀଳ ରଙ୍ଗର ରହସ୍ୟମୟୀ ଆକୃତି ଦେଖିଲେ, ଯିଏ ସେ ଦ୍ୱୀପ ଉପରେ ବସିଛି। ସେ ଆକୃତି ସୂର୍ଯ୍ୟ କିରଣରେ ବସିଥିବା ଆଉ ତା ଶରୀରକୁ ଧୀରେ ଧୀରେ ହଲାଉଥିଲା। ତାର ବ୍ୟବହାର ମଣିଷ ପରି ଥିଲା, କିନ୍ତୁ ଏ କୌଣସି ସାଧାରଣ ମଣିଷ ଲାଗୁନଥିଲା। ବହୁତ ଦୂରରୁ ହୋଇଥିବାରୁ କ୍ୟାମେରାରେ ଏ ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖାଯାଉନଥିଲା, କିନ୍ତୁ ଏତିକି ସ୍ପଷ୍ଟ ଥିଲା ଯେ ସେଠି କୌଣସି ସାଧାରଣ ସମୁଦ୍ର ଜୀବ ନଥିଲା। ଏ ଭିଡ଼ିଓକୁ 20 ଅକ୍ଟୋବରକୁ ରେକର୍ଡ କରାଯାଇଥିଲା, କିନ୍ତୁ ଏହାକୁ ତା ପରଦିନ ଅନଲାଇନରେ ଅପଲୋଡ଼ କରାଗଲା। ଭିଡ଼ିଓ ଭାଇରାଲ ହୋଇଗଲା। ଲୋକମାନେ ଏହାକୁ ବର୍ତ୍ତମାନର ସବୁଠାରୁ ରହସ୍ୟମୟୀ ଓ ସ୍ପଷ୍ଟର ଜଳପରୀର ଫଟୋ ଭାବୁଥିଲେ। ମାନୁଛି କିଛି ଲୋକ ଏହାକୁ ଭାବୁଥିଲେ ଯେ ଏକ ଅନ୍ୟ କୌଣସି ସମୁଦ୍ର ଜୀବ ହୋଇଥାଇପାରେ। ଭୁଲରେ ଏହାକୁ ଜଳପରୀ ବୋଲି କହୁଛନ୍ତି, କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ଏ ଭିଡ଼ିଓ ଅସଲରେ ସତ ଭିଡ଼ିଓ ନା ମଜାକ ମାତ୍ର? କ'ଣ ଏଥିରେ ଦେଖାଯାଉଥିବା ଆକୃତି ସତରେ ଜଳପରୀ ଥିଲା, ନା ଏହା କୌଣସି ଏଡିଟ୍ କରାଯାଇଥିବା ଭିଡ଼ିଓ? ନମ୍ବର 5, 10 ଅକ୍ଟୋବର 2017କୁ
ପବନର ସମୟରେ ସମୁଦ୍ର ତଟରେ ଏକ ହୃଦୟକୁ ଦୋହଲାଇ ଦେଲା ପରି ଘଟଣା ଦେଖିବାକୁ ମିଳିଲା। ଗୋଟେ ଭୟଭୀତ ପବନ ଯେତେବେଳେ ଲହଡ଼ି କମି ଶାନ୍ତ ପଡ଼ିଗଲା, ସେତେବେଳେ ସମୁଦ୍ର କୂଳରେ ଏକ ଅଦ୍ଭୁତ ଦରିଦ୍ର ପରି ଶବ ଭାସିକି ଆସିଲା। ପ୍ରଥମେ ତ ଏହାକୁ ସମସ୍ତେ ମାଛ ବୋଲି ଭାବୁଥିଲେ, କିନ୍ତୁ ଲୋକମାନେ ପାଖରୁ ଦେଖିଲା ପରେ ସମସ୍ତଙ୍କ ଲୋମ ଟାଙ୍କୁରି ଗଲା। ଏ କୌଣସି ସାଧାରଣ ଜୀବ ନଥିଲା। ଏ ଅଧା ମଣିଷ ଅଧା ମାଛ ପରି ଦେଖାଯାଉଥିଲା। ଏହାର ଉପର ଶରୀର ସମ୍ପୂର୍ଣ୍ଣ ଭାବରେ ମଣିଷ ପରି ଥିଲା। ଦୁଇଟି ହାତ ସାମାନ୍ୟ ଭାବରେ ମଣିଷ ପରି ଦେଖାଯାଉଥିଲା, କିନ୍ତୁ ଶରୀରରେ କଳା ପଡ଼ିଯାଇଥାଏ, ଆଉ ଚର୍ମ ଶୁଖି ଯାଇଥାଏ। ଏମିତି ଲାଗୁଥିଲା ବହୁତ ଦିନ ହେବ ମରିକି ପଡ଼ିଛି। ଆଉ ତାହାର ମୁହଁ ବହୁତ ଭୟଙ୍କର ଥିଲା। ଆଖି ଭିତରକୁ ଗଳି ଯାଇଛି। ଫୁଲି ଯାଇଥିବା ମୁହଁ ଓ ଲାଲ ରଙ୍ଗର ଅଡ଼ୁଆ କେଶ, ଯାହା ଏବେ ଶୁଖି ଯାଇଥିଲା। ଏମିତି ଲାଗୁଥିଲା ଯେମିତି ଏଠି କିଛି ଗଭୀର ସମୁଦ୍ରର ରହସ୍ୟ ଅଛି। ୟାର ଶେଷ ଭାଗ ଏକଦମ ମାଛ ପରି ଲାଞ୍ଜ ଫେଲିଥିଲା, ଯାହା ଏହା ପ୍ରମାଣ କରୁଥିଲା ଯେ ଏ କୌଣସି ସାଧାରଣ ସମୁଦ୍ର ଜୀବ ନଥିଲା। ଏ ଦୃଶ୍ୟକୁ ଲୋକମାନେ ଦେଖିକି ତାଙ୍କ ମନରେ ଆତଙ୍କ ଖେଳି ଯାଇଥିଲା। ଏଠାକାର ଜଣେ ସ୍ଥାନୀୟ ଲୋକ ତାଙ୍କ ମୋବାଇଲ ଫୋନରେ ଏ ଜୀବର ଭିଡ଼ିଓ ରେକର୍ଡ କରିଲେ, ଆଉ ଏ ଭିଡ଼ିଓ ବହୁତ ଜଲ୍ଦି ଭାଇରାଲ ହୋଇଗଲା। ସୋସିଆଲ ମିଡ଼ିଆରେ ଏ ଜଳପରୀର ବାସ୍ତବିକତାକୁ ନେଇକି ବହୁତ ଚର୍ଚ୍ଚା ଚାଲିଲା। କିଛି ଲୋକ ଏହାକୁ ସତ ଜଳପରୀ ବୋଲି ଭାବୁଥିଲେ। ମୁଁ ମାନୁଛି ଯେ କିଛି ଲୋକ ଏହାକୁ ଏଡିଟିଂ ବା ମୂର୍ତ୍ତି କଳା ବୋଲି କହୁଥିଲେ, କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ଏହା ଥିଲା, ଏ କ'ଣ ସତରେ ଜଳପରୀ ଥିଲା? କ'ଣ ସମୁଦ୍ରରେ ଆହୁରି ବି ଏମିତି ରହସ୍ୟମୟୀ ଅଦେଖା ରହସ୍ୟ ଲୁଚିକି ଅଛି? ନା ଆଉ ଏ ବଡ଼ ରହସ୍ୟର ଗୋଟେ ଛୋଟ ଭାଗ ଥିଲା? ଯଦି ଆପଣମାନଙ୍କୁ ମୋ କାହାଣୀଟି ଭଲ ଲାଗିଥିବ, ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।